ସାଙ୍ଗମାନେ ଇଏ ଲଗାଣ ବର୍ଷା ଦ୍ୱାରା ବର୍ତ୍ତମାନ ପରିବେଶ ଦେଖିପାରୁଥିବେ, କିଛି ବି କରି ହେଉନାହିଁ। ଆପଣମାନେ ତ ଜାଣିଛନ୍ତି ବର୍ତ୍ତମାନ ହଳ ବୁଲି ଯାଇଛି, ଖାଲି ତଳି ପଡ଼ିବ। ବର୍ଷା ଆଜ୍ଞା ଲାଗିକି ରହିଛି। ଲଘୁଚାପ ପ୍ରଭାବରୁ ବର୍ଷା ପ୍ରବଳ ମାତ୍ରାରେ ଲାଗି ରହିଛି। ଏଇଠି ଆମର ଗୋଟେ ପିଲା ବଇଛି, ଆପଣମାନେ ଦେଖିପାରୁଥିବେ। ସକାଳୁ ଉଠିକି ଦାନ୍ତ ଘଷା ନାହିଁ, କିଛି ନାହିଁ। ଆଉ ଚାଲନ୍ତୁ ଆପଣମାନଙ୍କୁ ଦେଖାଉଛି ତଳି କେଉଁଭଳି ଭାବରେ ଗଜା ହେଇଛି, କିନ୍ତୁ ଯେହେତୁ ମେଘ ଯୋଗୁଁ କିଛି କରି ହେଉନି। ଏଇଟା ଆପଣମାନେ ଦେଖିପାରୁଥିବେ। ବର୍ତ୍ତମାନ ଆମର ବିହନ ଗଜା ହେଇଗଲାଣି, ନଟା ଗଜା, କିନ୍ତୁ ପଡ଼ିପାରୁନି ଏଇ ପାଗ ଯୋଗୁଁ। ଟିକେ ମେଘ ଛାଡ଼ିଲେ ବିହନ ପଡ଼ିବ। ଏ ବର୍ଷା ନ ଛାଡ଼ିଲେ ଆଜ୍ଞା କିଛି କରିହେବନି, ତେଣୁକରି ଅପେକ୍ଷା। ବର୍ଷା ଛାଡ଼ିଲେ ବିହନ ପଡ଼ିବ। ଡ୍ୟୁଟିରେ ବି ବହୁତ ବାଧା ହେଉଛି, କାମ କରି ହେଉନି, କୁଆଡ଼େ ଯାଇ ଆସି ହେଉନି। ପାଣି ଫୁଲ ହେଇଯାଇଛି ସବୁଆଡ଼େ। ଆମେ ଆସିକି ବର୍ତ୍ତମାନ ବାପ ପୁଅ ବିଲରେ ପହଞ୍ଚି ଯାଇଛୁ। ଆପଣମାନେ ଦେଖିପାରୁଥିବେ ଏଇ ତୋଟାରେ ବିଲରେ କିନ୍ତୁ ଆଜ୍ଞା ପାଣି ହେଇଯାଇଛି। ବର୍ତ୍ତମାନ ପାଣି ମୁହଁଟା କଟା ହେବ। ପାଣି ମୁହଁ କଟା ହେଲା ପରେ ଯାଇକି ମାହାରା ହେବ। ମାହାରା ହେଲେ ବିହନ ପଡ଼ିବ। ଆପଣମାନେ ଭଲ ଭାବରେ ଜାଣିଛନ୍ତି, ମୁଁ ଆପଣଙ୍କୁ ପୂର୍ବ ଭିଡ଼ିଓରେ ବି ଦେଖେଇଛି। ଏଇଟା ହେଉଛି ଆମର ସେଇ ପୁରୁଣା ଘର। ଆମେ ଆଜ୍ଞା ଭାରି ହତଭାଗା, ଯାହାକି ଟ୍ୟୁବୱେଲ୍ ବସେଇଲୁ, ନିଅଁ ବି ଖୋଳିଲୁ, କିନ୍ତୁ ଘର କାମ କରିପାରିଲୁନି। ଅସୁବିଧା ଯୋଗୁଁ ହେଇପାରିଲା ନାହିଁ, କିନ୍ତୁ ଇଚ୍ଛା ଅଛି ଗଣେଶ ପୂଜା ଭିତରେ କରିବା ପାଇଁ। ଏଇଠି ଆପଣମାନେ ଦେଖିପାରୁଥିବେ ନିଅଁ ଭିତରେ ପାଣି ପଶିଯାଇଛି। ଆଉ ଇଏ ନିଅଁ ବି ଘୋରା ହେଇଥିଲା, ପାଣି ପଶିଯାଇଛି। ଆପଣମାନେ ଦେଖିପାରୁଥିବେ ପରିବେଶ କେଉଁ ଭଳିଆ ଅଛି। ପୁରୁଣା ଘର। ଏଠି କୋଦାଳ ଥୁଆ ହେଇଥିଲା, ନେବାକୁ ଆସିଥିଲି। ଆପଣମାନଙ୍କୁ ଟିକେ ଘର ଦେଖେଇଦେଲି। ଟ୍ୟୁବୱେଲ୍ ବି ଆଜ୍ଞା ସେଠି ବସିକି ନଷ୍ଟ ହେଇଗଲାଣି, ଆପଣମାନେ ଦେଖିପାରୁଥିବେ। ଏଇଠି ଘର କାମ ହେବ ବୋଲି ହେଇପାରିଲାନି, ତଥାପି ଇଚ୍ଛା ଅଛି କରିବା। ଦେଖିବା କ'ଣ ହେଉଛି। ଏଇ ପାଣି କାଟିଲୁ, ପାଣି କଟିଲା ପରେ ଆମେ ତଳି ପକେଇବୁ। ଆପଣ ଦେଖିପାରୁଥିବେ ବାପା ସେଠି ଉପର ମୁହଁ ବନ୍ଧଉଛନ୍ତି ବାପା, କିନ୍ତୁ କୌଣସି ଲାଭ ନାହିଁ ଆଜ୍ଞା। ଆପଣମାନେ ଦେଖିପାରୁଥିବେ ଉପରୁ ଏପଟୁ ପୁଣି ପାଣି ପଡ଼ିଲାଣି, ମେଘ ପୁଣି ହେଲାଣି। ଆଜ୍ଞା କ'ଣ କରିବା। ଯେତେବେଳେ ପ୍ରଥମ ଏଇଠି ବିଲରେ ବହୁତ ଲୋକ କାମ କଲେଣି, ଧୀରେ ଧୀରେ ବିଲ କାମ ସମୟ ଯେତେବେଳେ ପ୍ରଥମ ଆଜ୍ଞା ମେଘ ଆଜ୍ଞା ହେଲା, ସେତେବେଳେ ମନଟା ଭାରି ଖୁସି ଲାଗିଲା। କାହିଁକିନା ମେଘ ହେବ, ଡ୍ୟୁଟି ବନ୍ଦ ହେବ, ଆମେମାନେ ଡ୍ୟୁଟି ଯିବୁ ନାହିଁ, ଘରେ ବସିବୁ। କିନ୍ତୁ ଧୀରେ ଧୀରେ ଯେତେବେଳେ କାମ ବଢ଼ି ଚାଲିଛି, ସେତେବେଳେ ଭାରି ଦୁଃଖ ଲାଗୁଛି କେତେବେଳେ ମେଘ କମିବ, ଆମେମାନେ ଟିକେ ଆମର ଡ୍ୟୁଟି ସାରିବୁ। ତ ସାଙ୍ଗମାନେ ଏଇ ହେଉଛି ଦୁନିଆ। ଧୀରେ ଧୀରେ ବୟସ ବଢ଼ିଲା ପରେ ଆମକୁ ସବୁ କିଛି ଖରାପ ଲାଗିବ। ଆମକୁ ଇଚ୍ଛା ହେଉଥିବ ନାହିଁ କାମ କରିବା, କେମିତି ଦୁଇ ପଇସା ଆଜ୍ଞା ପକେଟକୁ ଆସିବ। ତ ସାଙ୍ଗମାନେ ଦେଖାଯାଉ। ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି, କ'ଣ ହେଉଛି କ'ଣ ନାହିଁ ମୁଁ ଆପଣମାନଙ୍କୁ ଡିଟେଲ୍ସ ଦେଖେଇବି। ଆଉ ଏ ପାଣି ନ କଟିଲା ପର୍ଯ୍ୟନ୍ତ କିଛି କରିହେବ ନାହିଁ। ଦେଖାଯାଉ ଆଜ୍ଞା କ'ଣ ହେଉଛି। ଆପଣମାନେ ଦେଖିପାରୁଥିବେ ପାଗ ତ ଏଭଳି ରଖିଛି ଆଜ୍ଞା, ଛାଡ଼ିବାର ନାଁ ନେଉନି। କିଛି ଲୋକ ତଳି ପକେଇ ଦେଇଛନ୍ତି, ଆଉ ଆମେ ତ ଆଜ୍ଞା ପକେଇ ପାରୁନୁ। ଏଠି ପାଣି କଟା ହେଇଛି, ପାଣି କଟିଲା ପରେ ମାହାରା ହେବ, ତଳି ପଡ଼ିବ। ଦେଖାଯାଉ କ'ଣ ହେଉଛି। ମାହାରା କରିବା ବାବା, ମାହାରା ଆରମ୍ଭ କରିବା ନା ଆଉ ଟିକେ କଟିଲେ କରିବା? ଝଟିଆ ବାବା ତଳି ପକେଇ ଦେଇଛନ୍ତି ବୋଧେ, ପଡ଼ିନି? ସାଙ୍ଗମାନେ ଏଇଟା ହେଉଛି ଆମର ଯେଉଁ ବଚା ଦିଆ ହୁଏ ବିଲ ସମାନ କରିବା ପାଇଁ। ଏଇଟା ହେଉଛି ସେଇ ଗୋଟେ ତିଆରି କରାଯାଇଛି, ଯାହାକୁ ଟାଣିଦେଲେ
ବିଲ ସମାନ ହେଇଯିବ, ଆମକୁ ତଳି ପକେଇବାକୁ ସୁବିଧା ହେବ। ଆଗରୁ ବତା ମରା ହେଉଥିଲା, ତା କାମଟା ଆଜ୍ଞା ଇଏ କରିବ, ଆପଣମାନେ ଦେଖିପାରୁଛନ୍ତି। ଏବେ ଟିକେ ମେଘ କମିଛି, ଚାଲନ୍ତୁ ଯିବା କିଆରି ସାଇଜ୍ କରି ତଳି ପକେଇଦେବା। ଆପଣମାନେ ତ ଦେଖୁଛନ୍ତି କେଉଁ ଭଳିଆ ପରିସ୍ଥିତି ଅଛି। ଚାଷ କାମ ଆଜ୍ଞା ଇଏ ସବୁ ଲୋକ କୁହନ୍ତି, କିନ୍ତୁ ଚାଷ କାମ ଆଜ୍ଞା ସହଜ ନୁହଁ, ବହୁତ କଷ୍ଟ। ତ ଚାଲନ୍ତୁ ଯିବା ବିଲରେ ଦେଖିବା କ'ଣ କ'ଣ କାମ ହେଉଛି। ଆପଣମାନେ ଦେଖିପାରୁଥିବେ ମୁଁ ବର୍ତ୍ତମାନ ବିହନ ନେଇକି ବିଲକୁ ଯାଉଛି। ବର୍ତ୍ତମାନ ବିହନ ପକେଇଦେବା, ମେଘ କମିଯାଇଛି। ତ ଚାଲନ୍ତୁ ସାଙ୍ଗମାନେ କେମିତି କ'ଣ ବିହନ ପଡ଼ୁଛି ଆପଣମାନଙ୍କୁ ଦେଖେଇବି। ହଁ, ଇଏ ତ କ'ଣ ନିଗିରି ଯିବ, ଇଏ ସବୁ ନିଗିରି ଯିବ, ମଝିରେ ମଝିରେ ଟିକେ ରହିବ ଆଉ। ସାଙ୍ଗମାନେ ବର୍ତ୍ତମାନ ବିହନ ପଡ଼ିବ, ଆପଣମାନେ ଦେଖିପାରୁଛନ୍ତି। ବିହନ ପକେଇବା, ଚାଲନ୍ତୁ ତାପରେ ଦେଖିବା କ'ଣ। ତ ସାଙ୍ଗମାନେ ତଳି ପକେଇଲା ପରେ ଡ୍ୟୁଟି ପଳେଇଥିଲି। ଡ୍ୟୁଟିରୁ ଆସିଲା ପରେ ବାପା ତଳି ସବୁ ପକେଇ ଦେଇଥିଲେ। ବର୍ତ୍ତମାନ ଏଇଠି ଆପଣମାନେ ଦେଖିପାରୁଛନ୍ତି, ଏଇଠି ବସିକି ଟିକେ ଜଗିବାକୁ ପଡ଼ୁଛି, କାହିଁକିନା ପାରା ଆସି ଖାଇ ଦେଉଛନ୍ତି ନା। ଧାନ ଗୁରା ସବୁ ଉପରେ ପଡ଼ିଛି, ପାରା ଗୁରା ଖାଇ ଦେଉଛନ୍ତି, ତେଣୁକରି ଏଠି ଟିକେ ଜଗିବାକୁ ପଡ଼ିବ। ଏଇଠି ଆମର ଗୁନୁ ଆପଣମାନେ ଦେଖିପାରୁଥିବେ ଚରୁଛି, ଆଉ ବାପା ଯାଉଛନ୍ତି ତାକୁ ନେଇକି ଘରେ ଛାଡ଼ିଦେବେ। ନିଜେ ଖାଇ ପିଇକି ଆସିଲା ପରେ ତାପରେ ମୁଁ ଖାଇବି ଆଉ। ତ ସାଙ୍ଗମାନେ ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ତ କିଛି କୁଆଡ଼େ ନାହିଁ, ବର୍ତ୍ତମାନ ତଳି ପଡ଼ିଲା। ଯିଏ ଯୁଆଡ଼େ ଅଳ୍ପ ଅଳ୍ପ ତଳି ପକେଇ ଗଲେ, ତାପରେ 21 ଦିନ ପାଖାପାଖି 25 ଦିନ ପରେ ଆରମ୍ଭ ହେଇଯିବ ବିଲ କାମ। ତାପରେ ସବୁ ବିଲ କାମ ଚାଲିବ। ଆଉ ଆମେ ସବୁ ଏଇଠି ଆସିକି ବସିଛୁ, ବିଲ ଜଗିଛୁ। ଇଏ ଆମର ଛୁଇନ, ଆପଣମାନେ ଜାଣିଥାଏ। ବାଟୁଳି ଖଡ଼ା ଟିକେ ଦେଖେଇଦେଲ। ଇଏ ବାଟୁଳି ଖଡ଼ା ଆସିଛି, ମରା ହେବ। ଯଦି ପାରା ଫାରା ପଶନ୍ତି ତାହେଲେ ମରା ହେବ। ଏଇଠି ବାପା ଆମର ଗୁନୁ ନେଇଗଲେଣି, ଘରେ ଛାଡ଼ିକି ଆସିବେ, ତାପରେ ଏଠିକି ଆସିଲେ ମୁଁ ଯିବି ଖାଇବି। ଚାନ୍ଦା ପାଇଁ 5 ଟଙ୍କା ଦେଇଛି, ମୁଁ ବାପା ଦେଇଛି। କି ଚାନ୍ଦା? ରଥ ଚାନ୍ଦା। ପୁରୀ ଯିବ ବୋଲି ନା କ'ଣ? ଆଉ 5,000 ଟଙ୍କା ଜିନିଷ ଅର୍ଡର କରିଛି, ମୁଁ ଅର୍ଡର କରିଛି। କ'ଣ ମୁଁ ଅର୍ଡର କରିଛି। କ'ଣ ତୁ ଅର୍ଡର କରିଛୁ? ତୁ କ'ଣ ଅର୍ଡର କରିଛୁ? ମୁଁ ଘଣ୍ଟା ଫଣ୍ଟା ବୋର୍ଡ ସବୁ ଇୟରଫୋନ୍ ଫେଡ଼ ସବୁ। ବୋର୍ଡ କ୍ୟାରମ୍ କ୍ୟାରମ ବୋର୍ଡ ବି ରଖିଛୁ? ଆଉ ଭିଡ଼ିଓ କରନା, ଆଉ କରନା। କ୍ୟାରମ ବୋର୍ଡ ବି ରଖିଛୁ? ଏଇ ବା ମତେ କହୁଥିଲା ତା ନା ହାତରେ କ୍ୟାରମ ବୋର୍ଡ ଅଛି ତୋର? ଆଉ ଭିଡ଼ିଓ ଅର୍ଡର କରିକି କାହାକୁ ଦେଲୁ? କରନା। ତୁ ଗୋଟେ ଡରଉଛି, ଖାଲି ମୋବାଇଲଟାକୁ ଧରିକି ଗୋଟେ ଭିଡ଼ିଓ ଚଲେଇଛି। ସେ ହଉଛି ଭିଡ଼ିଓ ହଉଛି। ଏକା ଚଲେଇକି ମୁଁ ଚୁନା ନେଇ ଚକରା କରିଥିଲି ଆଉ ଚୁନା ଚୁନା ନେଇଛି। ଚକ ଲାଗିବା, ଚକରା କରିଦେବି ଚୁନା ନେଇଛ। କୋଉ ଚକ ଲାଗିବି? ମକରା ଭାଇ ଚକରା ନା କି? କାଟିବ। ବାପି କାଳି ଇଏରେ କହିବୁ, ସେ ଇଏ କ'ଣ ଫିଟ୍ ହଉଛି ସେ। ଦେଖିଲୁ ତାଙ୍କ ରୂପା ତଳୁ ଜାଣିନି। କହୁନ ନାଇଁ ମୁଁ ଭିଡ଼ିଓ କର। ତୁ ବାପି, ତୁ ତା କ'ଣ ବାପି କ'ଣ ତୋ ସାଙ୍ଗ? କହୁନୁ ଯେତିକି ପଚରା ହଉଛି କହୁନୁ। ଖାଲି ପଚାର, ତୁ ତୁ ଡାକୁଛୁ ପଚାର ସେ ପାଇବ। କ'ଣ ହଉ? ଗୋଟେ ଠୋକିନା ଦେଇକି ପଚାର ସେ ପାଇବ। ସେ ଡରୁ ନାହିଁ ବୋଲି ପାଉନି। ଠୋକିନା ଗୋଟେ ଦେ। ମୁଁ ଭିଡ଼ିଓ କଲେ କ'ଣ ତୁ ବଞ୍ଚି ପାରିବୁ? ଦେଖ ଜେଜେ ଆଇଲେ। ଜେଜେ 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 ଆ ତ ସାଙ୍ଗମାନେ ଆମର ବର୍ତ୍ତମାନ ଗଡ଼ି ଦାଦା ଆସିଲେଣି। ଗଡ଼ି ଭାଇ ନା ଜେଜେ ମତେ କହୁଛୁ କ'ଣ ଯାହା ଚାଲୁନୁ ଆ ଧ ମେସିନ୍ ମାଇଲି 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 ଚାଲ।